ଜୟ ଜଗନ୍ନାଥ ବନ୍ଧୁଗଣ। ଟି-20 ବିଶ୍ୱକପ୍ ଖେଳ ସରିବା ପରେ ଭାରତ ଦଳ ଜିମ୍ବାବ୍ୱେ ଗସ୍ତ କରିଛି। ବିଶ୍ୱକପ୍ ଟ୍ରଫି ଜିତିବା ପରେ ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି। ଜିମ୍ବାବ୍ୱେ ବିପକ୍ଷରେ ଖେଳିବା ପାଇଁ ଯୁବ ଭାରତ ଦଳ ଗସ୍ତ କରିଛି, ଯେଉଁଥିରେ ଶୁଭମନ ଗିଲ୍ ନେତୃତ୍ୱ ନେଇଛନ୍ତି। ଭାରତ ଦଳ ତାର ପ୍ରଥମ ଟି-20 ମ୍ୟାଚ୍ ଜିମ୍ବାବ୍ୱେ ସହିତ ଖେଳିଥିଲା। ଏହି ପ୍ରଥମ ମ୍ୟାଚ୍ ବିଷୟରେ ଆମେ ଆପଣଙ୍କୁ କହିବୁ। ବନ୍ଧୁଗଣ, ଆପଣମାନେ ଯଦି ପ୍ରଥମ ଥର ଆମ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଗୋଟେ ଲାଇକ୍ କରିଦେବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏଥର ଆସନ୍ତୁ ଜାଣିବା ମ୍ୟାଚ୍ ବିଷୟରେ। ଭାରତ ପ୍ରଥମେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଏହାପରେ ଜିମ୍ବାବ୍ୱେ ବ୍ୟାଟିଂ କରିବାକୁ ଆସି 20 ଓଭରରେ 9ଟି ୱିକେଟ୍ ହରାଇ 115 ରନର ଲକ୍ଷ୍ୟ ଭାରତକୁ ଦେଇଥିଲା। ଭାରତ ଦଳ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ 4ଟି ୱିକେଟ୍ ନେଇଥିଲେ। ଜିମ୍ବାବ୍ୱେ 115 ରନର ଲକ୍ଷ୍ୟ ଦେଲା ପରେ ଭାରତ ଦଳ ଏହି ଲକ୍ଷ୍ୟକୁ ପିଛା କରିବା ଆରମ୍ଭ କରିଥିଲା, କିନ୍ତୁ ଭାରତ ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରିନଥିଲେ। ଶୁଭମନ ଗିଲ୍ 31 ରନ୍ ଏବଂ ୱାଶିଂଟନ୍ ସୁନ୍ଦର 27 ରନ୍ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ଖେଳିପାରିନଥିଲେ, ଯାହା ଫଳରେ ଭାରତ ଦଳ 19 ଓଭର 5ଟା ବଲରେ ସମସ୍ତ ୱିକେଟ୍ ହରାଇ 102 ରନ୍ କରିଥିଲା, ଯାହା ଫଳରେ ଜିମ୍ବାବ୍ୱେ ଠାରୁ ଭାରତ ଦଳ ପରାସ୍ତ ହୋଇଛି। ଏହା ହେଉଛି ଟି-20 ବିଶ୍ୱକପରେ ଭାରତ ଦଳ ବିଶ୍ୱବିଜେତା ହେବା ପରେ ପ୍ରଥମ ଟି-20 ମ୍ୟାଚ୍, ଯେଉଁଥିରେ ପରାଜୟ ବରଣ କରିଛି ବିଶ୍ୱବିଜେତା ଭାରତ ଦଳ। ଏହି ମ୍ୟାଚ୍ରେ ଜିମ୍ବାବ୍ୱେ ଭାରତକୁ ପରାସ୍ତ କରି 7 ରନ୍ରେ ବିଜୟୀ ହୋଇଛି।